ପିଲେ ଥରେ ଚିନ୍ତା କର ଯେ ଦିନେ ସକାଳୁ ଉଠି ତୁମେ ଜାଣିବାକୁ ପାଇବ ଯେ ଆମ ଦେଶରେ ଆଉ ଇଲେକ୍ସନ୍ ହେବ ନାହିଁ। ଠିକ୍ ଅଛି। ଆଉ କ'ଣ ନା ଆମର ସରକାର ଏବଂ ନେତା ବାଛିବାର କୌଣସି ପ୍ରକାର ଅଧିକାର ନାହିଁ। ଆମର ମତାମତ ଦେବା କିମ୍ବା ସରକାରଙ୍କୁ ପ୍ରଶ୍ନ କରିବାର ସ୍ୱାଧୀନତା ଆଉ ଆମ ପାଖରେ ନାହିଁ। ଏହା ଶୁଣିବାକୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିଲେ, ଡର ଲାଗୁଥିଲେ ମଧ୍ୟ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଠିକ୍ ଏହି ଅନୁଭବ କରିଛନ୍ତି। ତେବେ କିଛି ଦେଶକୁ କ'ଣ ସ୍ୱାଧୀନତା ପ୍ରଦାନ କରିଥାଏ ଆଉ କିଛି ଦେଶ କାହିଁକି ସ୍ୱାଧୀନତା ଅନୁଭବ କରିପାରନ୍ତି ନାହିଁ? ଏହାର ଉତ୍ତର ଗୋଟିଏ ଶକ୍ତିଶାଳୀ ଧାରଣାରେ ରହିଛି, ଯାହା ହେଉଛି ଗଣତନ୍ତ୍ର। କିନ୍ତୁ ପ୍ରତ୍ୟେକ ଗଣତନ୍ତ୍ର କ'ଣ ସମାନ? ଗଣତନ୍ତ୍ର କେତେ ପ୍ରକାରର ଆଉ କ'ଣ କ'ଣ କେଉଁ ଜିନିଷ ଏହି ଗଣତନ୍ତ୍ରକୁ ଗୋଟେ ସଫଳ ରୂପାୟନରେ ପରିଣତ କରିଥାଏ, ସଫଳ ରୂପ ଦେଇଥାଏ? ତ ସେହିସବୁ ଜିନିଷକୁ ଆଜି ଆମର ଏ ଭିଡ଼ିଓରେ ଆମେ କଭର କରିବା। ଶେଷ ପର୍ଯ୍ୟନ୍ତ ମୋ ସହିତ ରୁହନ୍ତୁ, କାରଣ ଆଜି ଭିଡ଼ିଓର ଶେଷ ସୁଦ୍ଧା ଆମେ ଅଧିକାଂଶ ଲୋକଙ୍କ ଅପେକ୍ଷା ଗଣତନ୍ତ୍ରକୁ ବହୁତ ବଢ଼ିଆ ଭାବରେ ବୁଝିପାରିବା। ଠିକ୍ ଅଛି। ତ ଗୁଡ୍ ମର୍ଣ୍ଣିଂ ପିଲେ, ତୁମେ ଦେଖୁଛ CHS ଏଜୁକେସନ୍ ଚ୍ୟାନେଲ୍, ଯେଉଁଥିରେ ଆମେ +2 ଆର୍ଟ୍ସର ବିଭିନ୍ନ ବିଷୟ ଉପରେ ଅନଲାଇନ୍ରେ କ୍ଲାସ୍ କରୁଛେ। ଆଉ ଆଜିର ଭିଡ଼ିଓରେ ଆମେ ପଲିଟିକାଲ ସାଇନ୍ସ ବା ରାଜନୀତି ବିଜ୍ଞାନର ଫାର୍ଷ୍ଟ ଟପିକ୍ ଗଣତନ୍ତ୍ର ବିଷୟରେ ଡିଟେଲ୍ସ ଆଲୋଚନା କରିବା। ଠିକ୍ ଅଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବା, ସେୟାର କରିବା ସାଙ୍ଗମାନଙ୍କ ସହିତ, ତା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା। ଆଉ ଯେଉଁମାନେ ଆମକୁ ହ୍ୱାଟ୍ସଆପ୍ରେ ଫଲୋ କରିବାକୁ ଚାହିଁବ, ହ୍ୱାଟ୍ସଆପ୍ରେ CHS ଏଜୁକେସନ୍ ଚ୍ୟାନେଲ୍ ସର୍ଚ୍ଚ କରିକି ତାକୁ ତୁମେ ଫଲୋ ମଧ୍ୟ କରିପାରିବ, ଯାହାର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଆଉ କମେଣ୍ଟ ବକ୍ସରେ ଦେଇଦେବା। ଠିକ୍ ଅଛି। ଆଉ ଏଇ ଭିଡ଼ିଓର PDF ଯଦି ତୁମକୁ ପାଇବାର ଅଛି ତାହେଲେ ନିଶ୍ଚିତ ଭାବରେ ଲାଷ୍ଟ ପର୍ଯ୍ୟନ୍ତ ରୁହ। ମୁଁ ତୁମକୁ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଦେବି, ଯେଉଁଥିରେ ତୁମେ କ'ଣ କରିପାରିବ, ମେସେଜ୍ କରି ଏଇ PDFକୁ ପାଇପାରିବ। ଠିକ୍ ଅଛି। ତେଣୁ ନିଶ୍ଚିତ ରୂପେ ଆମେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା, ଯାହାଫଳରେ ଗଣତନ୍ତ୍ରକୁ ଭଲ ଭାବରେ ବୁଝିପାରିବା। ଗଣତନ୍ତ୍ରର ଅର୍ଥ କ'ଣ, ତା'ର ଲକ୍ଷଣ, ତା'ର ସୁବିଧା ଆଉ କ'ଣ କ'ଣ ଲିମିଟେସନ୍ସ ବା ସୀମା ରହିଛି, ସେସବୁ ଜିନିଷକୁ ଆମେ ଆଜିର ଭିଡ଼ିଓରେ ଡିଟେଲ୍ସ କଭର କରିବା। ତ ଠିକ୍ ଅଛି। ତେଣୁ ଇଏ ହେଉଛି ଆମ ପ୍ରଥମ କ୍ଲାସ୍। ଆଉ ଗଣତନ୍ତ୍ରର ପାର୍ଟ 1, ଦୁଇଟା ପାର୍ଟରେ ଆମେ ଗଣତନ୍ତ୍ର ଟପିକ୍ଟାକୁ କଭର କରିବା। ଆଜି ହେଉଛି ପାର୍ଟ 1ର ଭିଡ଼ିଓ। ଠିକ୍ ଅଛି। ତେଣୁ ଏଇଥିରେ ଆଜି ଆମେ ଗଣତନ୍ତ୍ରର ଅର୍ଥ, ଗଣତନ୍ତ୍ରର ଶ୍ରେଣୀ ବିଭାଗ, ଯେଉଁଥିରେ କେତେ ପ୍ରକାରର ଗଣତନ୍ତ୍ର, ସାଧାରଣତଃ ପ୍ରତ୍ୟକ୍ଷ ପରୋକ୍ଷ ଗଣତନ୍ତ୍ର କ'ଣ, ଆର ଉପାଦାନ ଗୁଡ଼ିକ କ'ଣ, ତାକୁ ଆମେ ବୁଝିବା। ତା ସହିତ ଗଣତନ୍ତ୍ରର କ'ଣ ଲକ୍ଷଣ ଅଛି, ତାକୁ ମଧ୍ୟ ଡିଟେଲ୍ସ ଭାବରେ ଆଜି ଆମେ ଡିସ୍କସନ୍ କରିବା। ଠିକ୍ ଅଛି। ଲେଟ୍ କରିବାନି, ଆରମ୍ଭ କରିବା। ଠିକ୍ ଅଛି। ତେଣୁ ଗଣତନ୍ତ୍ରର ବିଭିନ୍ନ ପ୍ରକାର ବୈଶିଷ୍ଟ୍ୟ ଗୁଡ଼ିକୁ ବୁଝିବା ପୂର୍ବରୁ ପ୍ରଥମେ ଆମେ ସବୁଠାରୁ ଗୋଟେ ମୌଳିକ ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଟା କରିବା ଯେ ଗଣତନ୍ତ୍ର କହିଲେ ଆମେ କ'ଣ ବୁଝୁଛେ। ଠିକ୍ ଅଛି। ତେଣୁ ଯେତେବେଳେ ଗଣତନ୍ତ୍ରର ଅର୍ଥ ବା ସଂଜ୍ଞା ଆମେ ନିରୂପଣ କରୁଛେ, ତ ଗଣତନ୍ତ୍ରକୁ ଇଂରାଜୀରେ ଆମେ ଡେମୋକ୍ରେସି ବୋଲି ସାଧାରଣତଃ କହିଥାଉ। ଡେମୋକ୍ରେସି ଡିମୋସ୍ ଆଉ କ୍ରାଟୋସ୍ ବା କ୍ରାସିଆ ନାମକ ଦୁଇଟି ଗ୍ରୀକ୍ ଶବ୍ଦର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି। ଠିକ୍ ଅଛି। ଏଠି ଡିମୋସ୍ର ଅର୍ଥ ହେଉଛନ୍ତି ଲୋକ ବା ପିପୁଲ, ଆଉ କ୍ରାଟୋସ୍ ବା କ୍ରାସିଆର ଅର୍ଥ ହେଉଛି କ୍ଷମତା ବା ପାୱାର। ତେଣୁ ଗଣତନ୍ତ୍ର କହିଲେ ଗୋଟେ ସରକାର ବା ଗୋଟେ ଶାସନ ବ୍ୟବସ୍ଥା ଯେଉଁଥିରେ ଲୋକମାନେ ବା ଜନସାଧାରଣ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ଠିକ୍ ଅଛି। ଶାସନ ବ୍ୟବସ୍ଥା ବା ଏ ସରକାର କ'ଣ ହେଇଥାଏ ନା ସମ୍ପୂର୍ଣ୍ଣ ରୂପରେ ଜନମତ ଉପରେ ପ୍ରତିଷ୍ଠିତ ହୋଇଥାଏ, ଜନମତ ଉପରେ ପରିଚାଳିତ ହୋଇଥାଏ। ଏଇଟାକୁ ଆମେ ଗଣତନ୍ତ୍ର ବୋଲି କହିପାରିବା। ସଂଜ୍ଞା ମାଧ୍ୟମରେ ଆଉ ଟିକେ ଭଲସେ ବୁଝିବା। ପ୍ରଫେସର ସିଲି କ'ଣ କୁହନ୍ତି ଯେ ଗଣତନ୍ତ୍ର ହେଉଛି ଏକ ସରକାର ଯେଉଁଥିରେ ପ୍ରତ୍ୟେକଙ୍କର ଭାଗ ରହିଛି, ପ୍ରତ୍ୟେକଙ୍କର ଭାଗିଦାରୀ ରହିଛି। ଠିକ୍ ଅଛି। ପ୍ରତ୍ୟେକ ବ୍ୟକ୍ତି କ'ଣ କରିଥାନ୍ତି ନା ଗଣତନ୍ତ୍ରକୁ ଗଢ଼ିବାରେ ସାହାଯ୍ୟ କରିଥାନ୍ତି। ଯେମିତି ଲର୍ଡ ବ୍ରାଇସ୍ଙ୍କ ବିଚାରରେ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଲୋକଙ୍କ ସେହି ଶାସନରୁ ଅଧିକ କିମ୍ବା କମ୍କୁ ବୁଝାଏ ନାହିଁ, ଯାହା ସେମାନେ ମତଦାନ ବଳରେ ନିଜର ସାର୍ବଭୌମ ଇଚ୍ଛାରେ ପରିପ୍ରକାଶ ଦ୍ୱାରା ପ୍ରତିଷ୍ଠା କରନ୍ତି। ତ ଲୋକମାନେ କ'ଣ କରନ୍ତି ନା ନିଜର ଇଚ୍ଛା ଅନୁସାରେ କ'ଣ କରିଥାନ୍ତି ନା ମତ ଦିଅନ୍ତି, ଆଉ ସେଇ ମତ ବଳରେ କ'ଣ କରିଥାନ୍ତି ନା ଶାସନ ତିଆରି ହେଇଥାଏ। ଠିକ୍ ଅଛି। ତେଣୁ ସେଇ ଶାସନକୁ ଆମେ କ'ଣ କହିଥାଉ ନା ଗଣତନ୍ତ୍ର ବୋଲି କହିଥାଉ। ଆଉ ଗଣତନ୍ତ୍ରର ସବୁଠୁ ଜନପ୍ରିୟ ସଂଜ୍ଞା ଯେଉଁଟା ରହିଛି ଆମର, ସେଇଟା ଦେଇଥିଲେ କିଏ ନା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆମେ କହିପାରିବା ଆବ୍ରାହମ ଲିଙ୍କନଙ୍କ ଦ୍ୱାରା ଏଇ ଗଣତନ୍ତ୍ରର ଫେମସ୍ ଆଉ ସବୁଠୁ ଲୋକପ୍ରିୟ ସଂଜ୍ଞାକୁ ଦିଆଯାଇଥିଲା। ସେ କହିଥିଲେ ଯେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଆଉ ଲୋକମାନଙ୍କ ପାଇଁ ସରକାର। ଠିକ୍ ଅଛି। ଇଟ୍ସ ଅଫ୍ ଦ ପିପୁଲ, ବାଇ ଦ ପିପୁଲ ଆଣ୍ଡ ଫର୍ ଦ ପିପୁଲ, ଯେଉଁଟାକୁ ଇଂରାଜୀରେ ଆମେ କହିଥାଉ। ଲୋକମାନଙ୍କ ଦ୍ୱାରା ଆଉ ଲୋକମାନଙ୍କ ପାଇଁ ଯେଉଁ ସରକାର ତିଆରି ହେଇଛି ତାକୁ ଆମେ ଗଣତନ୍ତ୍ର ବୋଲି କହିଥାଉ। ଠିକ୍ ଅଛି। ତେଣୁ ଏଇ ସଂଜ୍ଞା ଗୁଡ଼ିକୁ ଦେଖିଲେ ଆମେ ଜାଣିବା ଯେ ଗଣତନ୍ତ୍ର କହିଲେ କୌଣସି ଗୋଟେ ବ୍ୟକ୍ତି ବା ଗୋଷ୍ଠୀ ନୁହେଁ, ସମସ୍ତ ବ୍ୟକ୍ତି ରାଷ୍ଟ୍ରର ସାର୍ବଭୌମ କ୍ଷମତାର ଅଧିକାରୀ ଅଟନ୍ତି।
ठीक अच्छे कौन निर्दिष्ट जड़े व्यक्ति किंबा कितेक व्यक्ति केवल क्षमतार अधिकारी नुहति सबु व्यक्ति ठीक अच्छे राष्ट्र प्रत्येक व्यक्ति यही क्षमतार अधिकारी रही था ठीक अच्छे तेणु प्रत्येक नागरिक राष्ट्र परिचालन में अंशग्रहण करार अधिकार रही गणतांत्रिक व्यवस्था व्यापक दृष्टिकोण विचार कले गणतंत्र केवल गोटे शासन व्यवस्था नुहे बरम एटा गोटे आदर्श सामाजिक व्यवस्था बोली आम कहीपर ठीक अच्छे जो सब व्यक्ति हित साधन चेष्टा कर सब व्यक्ति कौन ना कौन अधिकार रही सब व्यक्ति किसी ना कि भागीदारी रही किंतु दार्शनिक अरिस्टोटल दृष्टिकोण गणतंत्र एक सुस्थ स्वाभाविक और उत्तम शासन व्यवस्था नुहे बरम एटा गोटे मंद विकृत और भ्रष्ट शासन व्यवस्था तो ये आम जापर अरिस्टोटल कौन कर गणतांत्रिक व्यवस्था को कौन करना से पसंद करना ठीक अच्छे तापर जानिया जे गणतंत्र कौन कौन प्रकार भेद रही केते प्रकार गणतंत्र रही आम जाना निर्दिष्ट आधार बा भित्ति को केन्द्र करी गणतंत्र प्रकार भेद वर्गीकरण यदि आम करवा ताले शासन क्षमता प्रत्यक्ष बा सीधासलख भाव जनसाधारण हाथ में रहा परोक्ष भाव से निर्वाचित करते जड़े प्रतिनिधि हाथ में रहा आधार करी गणतंत्र को साधारणतः दी भाग में विभक्त कराई जोड़ा आम प्रत्यक्ष गणतंत्र आ परोक्ष गणतंत्र बोली कही था ठीक अच्छे तो शासन व्यवस्था क्या हाथ में रही ठीक अच्छे ताकू आधार करी आम प्रत्यक्ष आ परोक्ष गणतंत्र दुई भाग में विभक्त करूँ प्रत्यक्ष गणतंत्र रे शासन व्यवस्था डायरेक्टली लोक मान हाथ में थाए आ परोक्ष गणतंत्र रे से बाछि जड़े लोक प्रतिनिधि हाथ में शासन व्यवस्था रही है ठीक अच्छे आशा करपर्यंत समस्त को क्लीयर हो यदि वीडियो भल लगे निश्चित भाव वीडियो को लाइक कर चैनल को सब्सक्राइब कर और सांग मान सहित सेयार कर ठीक अच्छे नेक्स्ट पॉइंट देखिए यही प्रत्यक्ष और परोक्ष गणतंत्र को भल भाव में बुझा चेष्टा करिया प्रत्यक्ष गणतंत्र कहले राजनीतिक क्षमता बा सरकारी क्षमता व्यवहार क्षेत्र में जनसाधारण प्रत्यक्ष संपृक्ति को प्रत्यक्ष गणतंत्र कहुए जितेबाला कौन प्रकार सरकारी क्षमता व्यवहार कराए कौन प्रकार आईन तैयारी कराए कौन प्रकार निष्पत्ति नियाए सेतेबेले जनसाधारण प्रत्यक्ष संपृक्ति जनसाधारण डायरेक्टली कौन करता से आईन तैयारी करियारे से व्यवस्था तैयारी करियारे कौन करता सरकार को साहाय्य करता एटा को आम प्रत्यक्ष गणतंत्र बोली कही था प्रत्यक्ष गणतंत्र को विशुद्ध गणतंत्र बा प्योर डेमोक्रेसी बोली मध्य कहुए ए गणतंत्र रे जनसाधारण केवल सार्वभौम क्षमतार अधिकारी नुहति सेमाने एही क्षमतार सीधा सड़क उपयोगी मानी मध्य थांती ठीक अच्छे तो सब प्रकार क्षमतार अधिकारी आ उपयोगकारी किए थांती ना डायरेक्टली पब्लिक बा डायरेक्टली जनसाधारण रही था जेकोस प्रकार आईन तैयारी हो जेकोस प्रकार निष्पत्ति नि जाऊ से सब प्रकार निष्पत्ति जनसाधारण प्रत्यक्ष संपृक्ति रही है प्रत्येक भाव में मतामत दे था डायरेक्टली ठीक अच्छे तेणु जनसाधारण निज राजनीतिक क्षमता कहारी को हस्तांतर करती ना एटी निजे कार्यकारी करती और सीधा सड़क राष्ट्र शासन नीति को निर्धारण करती ठीक अच्छे तो कौन निष्पत्ति निजा डायरेक्टली कौन कराए सब प्रकार निष्पत्ति को जनसाधारण माने कौन करते निजे नहीं था भर डायरेक्टली कौन होता है भोट होता है और डायरेक्टली से प्रत्येक शासन नीति को निर्धारण करते यहाँ को प्रत्यक्ष गणतंत्र बोली कही था सरकार कार्य गणतंत्र जनसाधारण प्रत्यक्ष बा सीधा सड़क अंशग्रहण हो प्रत्येक गणतंत्र मौलिक नीति आधार प्रत्येक निष्पत्ति कौन होता ना जनसाधारण नहीं था एटा केमी होता है ना क्षुद्र आयतन स्वल्प जनसंख्या सरल अर्थनीति आ सरल समाज व्यवस्था थिबा छोट राष्ट्र मानकरे प्रत्यक्ष बा विशुद्ध गणतंत्र कार्यकारी होगा संभव होता है एटा तार किसी लिमिटेशंस आम कहीपर जे प्रत्येक गणतंत्र सेठी कार्यकारी हो पार जोटी ए गुण गुड़िक थो क्षुद्र आयतन देशटा छोट होता निहाती आवश्यक स्वल्प जनसंख्या कम हो अर्थनीति सरल थी आ समाज से जटिलता न साधारण समाज थी तो सही व्यवस्था बा छोट छोट सीधा सड़क कले छोट छोट राष्ट्र मानक प्रत्येक गणतंत्र को आम कार्यकारी करें जहाँफल समस्त जनमत ग्रहण करें आम सहज हो कि भारत भाया गोटे बहुत बड़ देश में जो जनसंख्या बहुत मात्रा रही सेठी प्रत्येक गणतंत्र को कार्यकारी करने केवल संभव हो पार ना प्राचीन ग्रीस देशर नगर राष्ट्र मानक गणतंत्र कार्य करथिला प्राचीन रोम रे मध्य यह व्यवस्था प्रचलित थिबार जना जाए ठीक अच्छे आ वर्तमान कथा देखिए स्विट्जरलैंड किछटा प्रदेश रे एही देखा मिलता है किंतु प्रायतः सबु जगार परोक्ष गणतंत्र को आपणे निया जाइछि प्रत्येक गणतंत्र व विशुद्ध गणतंत्र साधन आ माध्यम गुड़िक हूँ गोटे हूँ गणमत गोटे हूँ गणोद्योग आ गोटे हूँ प्रत्याहार परीक्षा दृष्टिकोण यही तीन टाक मन रखा निहाती
ଆବଶ୍ୟକ। ତା ସହିତ ମୁକ୍ତାକାଶ ସଭା ବା ନଗର ସଭା ମଧ୍ୟ ରହିଛି। ଠିକ୍ ଅଛି, ଏଗୁଡ଼ିକୁ ଆମେ ଜାଣିବା କ'ଣ କ'ଣ। ଫାଷ୍ଟ ହେଉଛି ଗଣମତ ବା ରେଫରେଣ୍ଡମ୍, ଯେଉଁଟାକୁ ଆମେ କହୁଛେ। ରେଫରେଣ୍ଡମ୍ କ'ଣ ନା ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନକୁ ମତଦାତାଙ୍କ ବିଚାର ନିମନ୍ତେ ପ୍ରେରଣ କରି ତାଙ୍କର ମତାମତ ଲୋଡ଼ିବାକୁ ଗଣମତ କୁହାଯାଏ। ବ୍ୟବସ୍ଥାପିକା କ'ଣ? ବ୍ୟବସ୍ଥାପିକା ସଭା କହିଲେ ସାଧାରଣତଃ ଗୋଟେ ଏମିତି ସଭା ଯିଏ କ'ଣ କରିଥାଏ ନା ଦେଶ ପାଇଁ ଆଇନ ତିଆରି କରିଥାଏ। ଠିକ୍ ଅଛି, ତ ଯେଉଁ ଆଇନ ଆମକୁ କ'ଣ କରାଯିବ ନା ବ୍ୟବସ୍ଥାପିକା ସଭା ମାନଙ୍କର ନିର୍ଣ୍ଣୟ ନେଲା ଯେ କୌଣସି ଗୋଟେ ଆଇନ ତିଆରି କରିବାର ଅଛି, ତ ସେଇ ଆଇନକୁ ସେଟା କେତେ ଦୂର ଠିକ୍ ମତଦାତାଙ୍କ ବିଚାର ନିମନ୍ତେ ପ୍ରେରଣ କରିଦିଆଯାଏ। ଠିକ୍ ଅଛି, ଆଇନ ବନା ସରିଲା ପରେ ସେଟା ଲୋକମାନଙ୍କ ପାଖକୁ ପଠାଇ ଦିଆଯାଏ ଯେ ସେମାନେ ସେମାନଙ୍କର ମତାମତ ଦିଅନ୍ତୁ। ଠିକ୍ ଅଛି, ସେଇ ଯେଉଁ ମତାମତ ଲୋଡ଼ିବା, ତ ସେଠି କ'ଣ ଭଲ ରହିଛି କ'ଣ ମନ୍ଦ ରହିଛି ସେଟା ଲୋକମାନେ ନିଜେ ବିଚାର କରନ୍ତୁ, ସେଇଟାକୁ ହିଁ ଆମେ ଗଣମତ ବୋଲି କହୁଛେ। ତେଣୁ ଗଣମତ ହେଉଛି ଏକ ନକାରାତ୍ମକ କୌଶଳ ବା ଉପାୟ ଯାହାଦ୍ୱାରା ଜନସାଧାରଣ ବ୍ୟବସ୍ଥାପିକାର ଅନୁଚିତ ତଥା ତ୍ରୁଟିପୂର୍ଣ୍ଣ ଆଇନ ଓ କାର୍ଯ୍ୟକୁ ରୋକିପାରିବେ। ଯଦି ବ୍ୟବସ୍ଥାପିକା ଦ୍ୱାରା ସେଇ ଆଇନରେ କୌଣସି ପ୍ରକାର ତ୍ରୁଟି ରହିଯାଇଛି, ଠିକ୍ ଅଛି, କୌଣସି ପ୍ରକାର ଅନୁଚିତ ଆଇନ ସେଥିରେ ରହିଛି ଯେଉଁଟା ଲୋକମାନଙ୍କର ହିତ ପାଇଁ ନୁହେଁ, ତାହେଲେ ଲୋକମାନେ ସେଇଥିରେ କ'ଣ କରିପାରିବେ ନା ସେଇଟାକୁ ରୋକି ପାରିବେ ମତାମତ ଦେଇକି। ଠିକ୍ ଅଛି, ତେଣୁ ଗଣମତରେ ହେଇଥାଏ କ'ଣ ଯେ ବ୍ୟବସ୍ଥାପିକା ସଭା ଯଦି କୌଣସି ପ୍ରକାରର ଭୁଲ ଆଇନ ପ୍ରଣୟନ କରୁଛି, ଠିକ୍ ଅଛି, ଅନ୍ୟାୟ ରୂପରେ କୌଣସି ଆଇନ ପ୍ରଣୟନ କରୁଛି ଯେଉଁଟା ଲୋକମାନଙ୍କର ହିତ ସାଧନ କରିବ ନାହିଁ, ତାହେଲେ ଲୋକମାନେ ସେଇଟା କ'ଣ କରିପାରିବେ ସେଇଥିରେ ରୋକ ଲଗାଇ ପାରିବେ। ବାସ୍ତବରେ ଏହା ହେଉଛି ଜନତାର ଭେଟୋ କ୍ଷମତା। ଚୂଡ଼ାନ୍ତ ଆଇନ ପ୍ରଣୟନ ପୂର୍ବରୁ ଏହା ହେଉଛି ଜନତାଙ୍କ ସହ ପରାମର୍ଶ ମଧ୍ୟ। ତେଣୁ ଲାଷ୍ଟରେ ଫାଇନାଲ ସେଟାକୁ ଆଇନରେ ପରିଣତ କରିବା ପୂର୍ବରୁ ଲୋକମାନଙ୍କର ମତାମତ ଲୋଡ଼ିବା, ଠିକ୍ ଅଛି ନା ନାହିଁ, ଲୋକମାନଙ୍କର ପରାମର୍ଶ ଲୋଡ଼ିବା ହେଉଛି ଗଣମତ। ଏହା ବାଧ୍ୟତାମୂଳକ କିମ୍ବା ଇଚ୍ଛାଧୀନ ହୋଇପାରେ। ଠିକ୍ ଅଛି, କ'ଣ ଷ୍ଟେଟ୍ରେ ଏଇଟା ବାଧ୍ୟତାମୂଳକ ହୋଇଥାଏ, କୋଉଠି ଇଚ୍ଛାଧୀନ ମଧ୍ୟ ଥାଏ। ଯଦି କୌଣସି ଲୋକ ସେଥିରେ ପାର୍ଟିସିପେଟ୍ କରିବାକୁ ଚାହୁଁନାହାନ୍ତି ତାହେଲେ ସେ ନକରି ମଧ୍ୟ ପାରନ୍ତି। ଠିକ୍ ଅଛି, ନେକ୍ସଟ କ'ଣ ଆଉ କ'ଣ ନା ନେକ୍ସଟ ହେଉଛି ଗଣୋଦ୍ୟୋଗ ଇନିସିଏଟିଭ୍, ଯେଉଁଟାକୁ ଆମେ କହୁଛେ। ସେକେଣ୍ଡ ଜିନିଷ ପ୍ରତ୍ୟେକ ଗଣତନ୍ତ୍ରର ଏଇଟା ମଧ୍ୟ ଗୋଟେ ମାଧ୍ୟମ। ଯେତେବେଳେ ଲୋକମାନେ କୌଣସି ଆଇନ ପ୍ରଣୟନର ଆବଶ୍ୟକତା ଉପଲବ୍ଧି କରନ୍ତି ସେତେବେଳେ ଏହି ପନ୍ଥା ଅନୁସରଣ କରାଯାଇଥାଏ। ପ୍ରଥମେ କ'ଣ କହିଲେ ଯେ ବ୍ୟବସ୍ଥାପିକା ସଭା ଆଇନ ପ୍ରଣୟନ କଲା, ତାପରେ ଲୋକମାନଙ୍କ ପାଖକୁ ସେଇଟା ସେଣ୍ଡ କରାଗଲା, ପଠାଇ ଦିଆଗଲା, ସେମାନେ ସେମାନଙ୍କର ମତାମତ ପ୍ରଦାନ କରନ୍ତି ଯେ ଏଇ ଆଇନଟା କାର୍ଯ୍ୟକାରୀ କରାଯିବ କି କରାଯିବନି, କି ଏଥିରେ କୌଣସି ପ୍ରକାରର ଚେଞ୍ଜେସ୍ ଅଣାଯିବ, କିଛି ପରିବର୍ତ୍ତନ କରାଯିବ। ସେକେଣ୍ଡରେ କ'ଣ ହେଉଛି ଗଣୋଦ୍ୟୋଗରେ କ'ଣ ହୋଇଥାଏ ନା ଲୋକମାନେ ତାଙ୍କ ଆଡ଼ୁ ଅନୁଭବ କଲେ ଯେ କୌଣସି ଗୋଟେ ଆଇନ ପ୍ରଣୟନର ଆବଶ୍ୟକତା ରହିଛି ଯେଉଁଟା ଲୋକମାନଙ୍କ ବା ସମାଜ ପାଇଁ ଆବଶ୍ୟକ ରହିଛି, ତାହେଲେ ସେମାନେ କ'ଣ କରିବେ ନା ଏଇ ଗଣୋଦ୍ୟୋଗ ଯେଉଁ ପନ୍ଥା ରହିଛି ତାର ଅନୁସରଣ କରାଯାଇପାରେ। ଲୋକମାନଙ୍କର ବ୍ୟବସ୍ଥାପକ ସଭାକୁ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦେବା ଅଥବା ଅନୁରୋଧ କରିବାର ଅଧିକାର ଏଥିରେ ରହିଥାଏ। ଏଠି ଲୋକମାନେ ତାଙ୍କ ଆଡ଼ୁ ଅନୁରୋଧ କରିବେ ବ୍ୟବସ୍ଥାପକ ସଭାକୁ ଯେ ଏମିତି ଗୋଟେ ଆଇନ ପ୍ରଣୟନ କରାଯାଉ, ଏହାର ଆବଶ୍ୟକତା ରହିଛି। ଠିକ୍ ଅଛି, କେତେ କ୍ଷେତ୍ରରେ ଲୋକମାନେ ନିଜେ ଆଇନ ଚିଠା ପ୍ରସ୍ତୁତ କରି ବ୍ୟବସ୍ଥାପକ ସଭାକୁ ତାହା ଗ୍ରହଣ କରିବା ପାଇଁ ପଠାଇଥାନ୍ତି। ଠିକ୍ ଅଛି, ତ ସେମାନେ କିଛି କ୍ଷେତ୍ରରେ ସେମାନେ ରିକ୍ୱେଷ୍ଟ କରନ୍ତି ବ୍ୟବସ୍ଥାପିକାକୁ ଯେମିତି ଗୋଟେ ଆଇନ ପ୍ରଣୟନ କରାଯାଉ। କିଛି କ୍ଷେତ୍ରରେ ଲୋକମାନେ ନିଜ ଆଡ଼ୁ କୌଣସି ଗୋଟେ ଚିଠା ପ୍ରସ୍ତୁତ କରନ୍ତି, ଆଇନ ବିଲ୍କୁ ପ୍ରସ୍ତୁତ କରନ୍ତି, ଆଉ ତାକୁ ବ୍ୟବସ୍ଥାପକକୁ ପଠାନ୍ତି ବିଚାର ବିମର୍ଶ ପାଇଁ। ଠିକ୍ ଅଛି, ଏମିତି ମଧ୍ୟ ହେଇଥାଏ। ଠିକ୍ ଅଛି, ବ୍ୟବସ୍ଥାପକ ସଭା ଏହାକୁ ଗଣମତ ପାଇଁ ପଠାଇ ଦିଏ। ଯଦି ସଂଖ୍ୟାଗରିଷ୍ଠ ମତାମତ ଏହାକୁ ସମର୍ଥନ କରନ୍ତି ତେବେ ତାହା ଆଇନରେ ପରିଣତ ହୁଏ। ବ୍ୟବସ୍ଥାପକ ସଭା କ'ଣ କରେ ନା ନିଜେ ବ୍ୟବସ୍ଥାପକ ସଭା ସେ ଆଇନଟାକୁ ନିଜେ ତିଆରି କରୁ କିମ୍ବା ଲୋକମାନଙ୍କର ବିଲ୍ଟାକୁ ପୁଣି ଥରେ ଲୋକମାନଙ୍କ ପାଖକୁ କ'ଣ କରିଦିଆଯାଏ, ପଠାଇ ଦିଆଯାଏ। କ'ଣ ପାଇଁ ନା ଆଇନ ସେଇଟାକୁ କ'ଣ କରିବା ପାଇଁ ନା ଗଣମତ ପାଇଁ। ଗଣମତ କ'ଣ ଜଷ୍ଟ ପୂର୍ବ ସ୍ଲାଇଡରେ ପଢ଼ିଲେ ଯେ କ'ଣ ବୁଝିଗଲା। ତେଣୁ ବ୍ୟବସ୍ଥାପକ ସଭା କ'ଣ କରେ ନା ଏଇ ଯେଉଁ ଆଇନଟାକୁ ଲୋକମାନଙ୍କ ଦ୍ୱାରା ରେକମେଣ୍ଡ କରାଗଲା, ଲୋକମାନେ ଯେଉଁଟା କହିଲେ ଯେ ଏଇଟା ତିଆରି କରିବା ନିହାତି ଆବଶ୍ୟକ, ସେଇଟାକୁ ଭଲ ଭାବରେ ତିଆରି କରିକି ପୁଣି ଥରେ ଲୋକମାନଙ୍କ ମତାମତ ପାଇଁ ପଠାଇ ଦିଆଯାଏ। କାହିଁକିନା କିଛି ଲୋକ ସେଇଟାକୁ କ'ଣ କରିଥିବେ ଆଇନ ତିଆରି କରିବା ପାଇଁ କହିଥିବେ, ତେଣୁ ସେଇଟାକୁ ଜାଣିବା ପାଇଁ ସମସ୍ତଙ୍କ ପରାମର୍ଶ ଲୋଡ଼ିବା ପାଇଁ ସେଇଟାକୁ ପୁଣି ଥରେ ଗଣମତ ମାଧ୍ୟମରେ ତାକୁ ଲୋକମାନଙ୍କ ପାଖକୁ ପଠାଇ ଦିଆଯାଏ। ଆଉ ଯଦି ସଂଖ୍ୟାଗରିଷ୍ଠ ଲୋକ ଯଦି ଅଧାରୁ ଅଧିକ ଲୋକ କ'ଣ କଲେ ନା ସେଇଟାକୁ ପସନ୍ଦ କଲେ, ସେଇଟାକୁ ସମର୍ଥନ କଲେ ଯେ ନାଇଁ ଯେଉଁ ଆଇନଟା ବନା ହେଇଛି କିଛି ଲୋକମାନଙ୍କ ଦ୍ୱାରା ସେଇଟା ନିଶ୍ଚିତ ଭାବରେ ଠିକ୍, ତାହେଲେ ସେଇଟା ଲାଷ୍ଟ କ'ଣ ହେବ ଆଇନରେ ପରିଣତ ହୁଏ। ଆଶା କରୁଛି ଦୁଇଟା ଯାକ ତୁମେ ବହୁତ ଭଲସେ ବୁଝିପାରିଲ, ଗଣମତ ଆଉ ଗଣୋଦ୍ୟୋଗ। ଗଣମତରେ କ'ଣ ହେଲା ଯେ ଲୋକମାନଙ୍କ ପାଖକୁ ଗୋଟେ ଆଇନ ପଠା ହେଲା, ତାକୁ ବିଚାର କରିବା ପାଇଁ ଠିକ୍ କି ଭୁଲ, ଠିକ୍ ଅଛି, କି ସେଥିରେ ଆଉ କ'ଣ ଆଡ୍ କରାଯିବ କି ଚେଞ୍ଜ କରାଯିବ। ଗଣୋଦ୍ୟୋଗ କ'ଣ ନା ଲୋକମାନେ ତାଙ୍କ ଆଡ଼ୁ କିଛି ପ୍ରସ୍ତାବ ଦେଲେ ଯେମିତି ଗୋଟେ ଆଇନ ତିଆରି କରାଯିବା ଦରକାର। ବ୍ୟବସ୍ଥାପକ ସଭା ସେ ଆଇନକୁ ତିଆରି କରୁଛି, ଗୋଟେ ବିଲ୍ ପ୍ରସ୍ତୁତ କରୁଛି, ଆଉ ସେଇ ବିଲ୍ଟାକୁ ପୁନର୍ବାର ଲୋକମାନଙ୍କ ପାଖକୁ ହିଁ ପଠାଇ ଦିଆଯାଉଛି ଯେ ଦେଖ ଆମେ ଯେଉଁ ଜିନିଷଟା ତିଆରି କରୁଛୁ ସେଇଟା ଠିକ୍ କି ନାହିଁ। ଠିକ୍ ଅଛି, ତ ଏଇଭଳି ଭାବରେ ଗଣମତ ଆଉ ଗଣୋଦ୍ୟୋଗ କାମ କରିଥାନ୍ତି।
तीन हूँ प्रत्याहार प्रत्याहार कौन ना रिकल जोटा आम कहे जदि निर्वाचित प्रतिनिधि माने ठीक अच्छे निर्वाचित प्रतिनिधि माने सेमानंकर स्वाभाविक कर्तव्य संपादन किंबा प्रतिश्रुति पालन में अवहेला करती अथवा अक्षम होती तेबे सेमानंकर कार्यकाल समाप्त होगा पूर्व जनसाधारण मतदान द्वारा सेमानंकु प्रत्याहार कर नूतन प्रतिनिधि को नियुक्ति कर प्रत्याहार कहुए ठीक अच्छे यहाँ कौन बुझा प्रत्याहार कहले कौन ना फेरई नवा जो लोक को आम बाछीचे इलेक्शन में ठीक अच्छे मनकर इलेक्शन टाइम कौन गोटे लोक कौन गोटे प्रतिश्रुति देता जे आम कौन यही कम करूँ बुझा ना किसी भी प्रतिश्रुति दि जाए जे आम तुम गाँव को भल रास्ता करदेबू भल इलेक्ट्रिसिटी भल स्कूल मेडिकल यही सब जिन तैयार करूँ किंतु निर्वाचित है से नेता जदि यही जो प्रतिश्रुति गुड़िक दिखाई निर्वाचन समय से गुड़ी से पालन करूना ठीक अच्छे ना ना से कहते आम वर्ष भर कि 2 वर्ष भर करूँ किंतु से गुड़ा से करूना बुझाला ना लोक मैंने पाखक जाऊँगी सेटा को अणदेखा कर तो ये जब है ये नेतार अयोग्यता को ये दर्शाऊ ठीक अच्छे तेणु प्रतिनिधि मैंने स्वाभाविक कर्तव्य संपादन जहाँ कम से करूना कि से जो प्रतिश्रुति देते से गुड़िक पालन में अवहेला कर फुलफिल करूना कौन हुए ना से कार्यकाल समाप्त होगा पूर्व मनकर आम देश कह 5 वर्ष तो 5 वर्ष पूर्ण होगा पूर्व लोक मतदान द्वारा लोक मैंने पुणी कौन करेंगे ना जो नेता को बाछिकी इलेक्शन में बाछिकी कौन करते शासन देते से लोक मैंने पुणी थर कौन करेंगे ना भोट मध्यम कौन करेंगे ना से नेता को प्रत्याहार कर नूतन प्रतिनिधि को नियुक्ति करेंगे कौन करेंगे गादीच्युत करेंगे गादी हटई पारे यहाँ कहुए प्रत्याहार बुझिपाल 3 प्रकार जिनस आ 4 हूँ मुक्ताकाश सभा मुक्ताकाश सभा कहले कौन साधारणतः गोटे प्रकार सभा प्रत्येक बा जनप्रिय विधायन जनप्रतिनिधि मान द्वारा नुहे नागरिक मान द्वारा सीधा सड़क आईन प्रणयन को बुझाते जो गोटे सभार आयोजन कर कौन वर्ष को थे कौन गोटे सभा बसला कौन गोटे निर्दिष्ट समय ठीक अच्छे तेणु सहर कौन गोटे खोला जगार पड़िया सभा अनुष्ठित है जो समस्ते कौन करेंगे ना आसिक से जोगदेले सभार सदस्य कौन हाथ टेकी सरकार मुख्य कार्यनिर्वाही परिषद सदस्यगण राज्य परिषद में कांटन प्रतिनिधि विचारपति अधिकारी मानक निर्वाचित करे तो डी इलेक्शन केमी हम जो कौन गोटे जिन निष्पत्ति निजी कहुए लोक मान हाथ टेक तो से अनुसार कौन कर विभिन्न प्रकार भोट मध्यम डायरेक्टली भोट हम डायरेक्टली सब प्रकार निष्पत्ति नि ठीक है जमी गाँव में सभा गुड़िक होता है तुम जानी से मुक्ताकाश सभा बोली कहुए तो ये था प्रत्यक्ष गणतंत्र ठीक अच्छे नेक्स्ट आम जाना परोक्ष गणतंत्र इनडायरेक्ट डेमोक्रेसी जोटा आम देश में प्रचलित रही जो गणतंत्र जनसाधारण सरकारी बा राजनीतिक क्षमता और शासन परिचालन भार सीधा सड़क ग्रहण नक निजर निर्वाचित प्रतिनिधि मान द्वारा परोक्ष भाव में ग्रहण करती परोक्ष गणतंत्र कहुए तो ये हुए कौन ना ये लोक मैंने डायरेक्टली आईन निर्माण में कौन प्रकार पदक्षेप नियंती ना अंशग्रहण करते ना से कौन करते से गोटे प्रतिनिधि बाछुंट जमीक आम क्षेत्र में आम कह एमएलए आ एमपी आम बाछुचे ठीक अच्छे ना नहीं तो एमाने कौन करती ना एमाने जाकि व्यवस्थापक सभा कौन करते ना आम आईन प्रणयन करते तो गोटे लीडर आम बाछुचे गोटे रिप्रेजेंटेटिव बा गोटे नेता आम बाछुचे जे आम मान को प्रतिनिधित्व करुचे ठीक अच्छे यही प्रतिनिधि मान द्वारा कार्यकारी होथिबारु यार अन्य नाम हूँ प्रतिनिधिमूलक गणतंत्र कौन रिप्रेजेंटेटिव डेमोक्रेसी जेहेतु यहाँ प्रतिनिधि मान द्वारा कार्यकारी है तेना को प्रतिनिधिमूलक गणतंत्र बोली आम जानिले ठीक अच्छे वास्तव अर्थ में यह विशुद्ध गणतंत्र नहेले सांप्रतिक समय गणतंत्र कहले ही बुझाए तेणु वर्तमान अवस्था जब आम डेमोक्रेसी शब्द आणुचे गणतंत्र कथा कहे तो आम यही रिप्रेजेंटेटिव डेमोक्रेसी बा परोक्ष गणतंत्र को ही बुझाए जोटी आम कौन गोटे नेता को चयन कर सी जाम आईन प्रणयन करते आमर आईन प्रणयन करने क्षेत्र में डायरेक्ट कौन प्रकार संपर्क रही न था से नेता जो आईन प्रणयन करेंगे सेटा ही आईन बोली माना जाए जोटा आम देश प्रचलन रही आम कौन कर एमएलए एमपी भोट दौचे से कौन कर आईन प्रणयन में साहाय्य कर ठीक है से आईन निर्धारण कर अनुसार देश परिचालन हो परोक्ष गणतंत्र सफलता राजनैतिक दल मान आविर्भाव हो धीरे धीरे कौन है ना यू राजनैतिक दल मैंने कौन है या राजनैतिक दल विषय में आउ गोटे क्लास रे बहुत भलसे डिस्कसन करिया ठीक अच्छे नेक्स्ट जानिया जे गणतंत्र लक्षण बा किछि वैशिष्ट्य किछि गुण जोटा गणतंत्र रे रही बा रहिबा निहाती आवश्यक प्रथम जिनस हूँ मौलिक समानता फंडामेंटाल इक्वालिटी समस्त भीतर समानता रहिबा निहाती आवश्यक गणतंत्र जाति धर्म वर्ण लिंग भाषा अंचल संपत्ति शिक्षा सामाजिक प्रतिष्ठा पदमर्यादा निर्विशेष सबु मनीष को मौलिक भाव सामान बोली विवेचना करते गणतंत्र रे समस्त व्यक्ति होचंदे समान
ଏଥିରେ କୌଣସି ପ୍ରକାର ବୈଷମ୍ୟ କଲେ ଭେଦଭାବ ବା ବାଛ ବିଚାର କରାଯାଏ ନାହିଁ। ଆଉ ଅସମତାକୁ ପ୍ରଶ୍ରୟ ଦିଆଯାଏ ନାହିଁ। ଏଠି କୌଣସି ପ୍ରକାର ଲୋକ ଭିତରେ ବାଛ ବିଚାର କରାଯିବ ନାହିଁ। ସବୁ ମଣିଷ ମୂଲ୍ୟ ସମାନ, ସବୁ ମଣିଷଙ୍କର ମୂଲ୍ୟ ହେଉଛି ସମାନ। ସେ ଯେକୌଣସି ଜାତିର ହେଇଥାଉ, ଯେକୌଣସି ଧର୍ମ ରହିଥାଉ, ଯେକୌଣସି ବର୍ଣ୍ଣ, ଲିଙ୍ଗ, ଭାଷା ଆଉ ଯେକୌଣସି ସ୍ଥାନରେ ରହିଥାଉ ନା କାହିଁକି, ତା ପାଖରେ ଯେତିକି ସମ୍ପତ୍ତି, ମାନେ ସେ ଧନୀ ହେଇଥାଉ କି ଗରିବ ହେଇଥାଉ, ସେ ଶିକ୍ଷିତ ହେଇଥାଉ କି ଅଶିକ୍ଷିତ ହେଇଥାଉ, ସାମାଜିକ ପ୍ରତିଷ୍ଠା ତା ପାଖରେ ଥାଉ କି ନଥାଉ, ଠିକ ଅଛି। ତ ଏହି ସବୁ ଲୋକ ହେଉଛନ୍ତି ସମାନ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଏ। ପ୍ରତ୍ୟେକ ଲୋକଙ୍କର ଗୋଟିଏ ମାତ୍ର ଭୋଟର ଅଧିକାର ରହିଥାଏ, ଠିକ ଅଛି। ପ୍ରତ୍ୟେକ ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖାଯାଏ। ତେଣୁ ପ୍ରତ୍ୟେକ ଲୋକ ପାଖରେ କେବଳ ଗୋଟିଏ ହିଁ ଭୋଟ ରହିଥାଏ। ଜଣେ କେବଳ ଗୋଟିଏ ହିଁ ଭୋଟ ଦେଇପାରିବ। ଏମିତି ନୁହଁ ଯେ ଜଣେ ଶିକ୍ଷିତ, ଜଣେ ଅଧିକ ପାଠ ପଢିଛି ବୋଲି ତାକୁ 2ଟା କି 3ଟା ଭୋଟ ଦିଆଯିବ। ସେ ଯେତିକିଟା ଭୋଟ ଦେବ ସେ ବି ଗୋଟେ ଭୋଟ ଦେବ। ଯେ ପାଠ କିଛି ପଢିନି, ଜଣେ ଅଶିକ୍ଷିତ ଲୋକ, ସିଏ ମଧ୍ୟ ଗୋଟେ ଭୋଟ ଦେବ, ଠିକ ଅଛି ନା ନାହିଁ। ଯେକୌଣସି ଧର୍ମ ରହିଥିଲେ ସିଏ ମଧ୍ୟ ଗୋଟେ ଭୋଟ ଦେବ, ଯେକୌଣସି ଜାତି ରହିଥିଲେ ସିଏ ମଧ୍ୟ ଗୋଟେ ଭୋଟ ଦେବ। ଏଠି ସମସ୍ତଙ୍କ ପାଇଁ ସମାନ ଦୃଷ୍ଟିରେ ଦେଖାଯିବା ନିହାତି ଆବଶ୍ୟକ। ନେକ୍ସଟ କ'ଣ, ଜନସାଧାରଣଙ୍କ ସାର୍ବଭୌମତ୍ୱ ବା ଲୋକମାନଙ୍କର ଏଠି କ'ଣ ରହିଛି ନା ସାର୍ବଭୌମତ୍ୱ ରହିଛି। ଗଣତନ୍ତ୍ର ହେଉଛି ଜନଗଣ ବା ମାସଙ୍କ ଶାସନ। ଏଥିରେ ଜନସାଧାରଣଙ୍କ ହାତରେ ସାର୍ବଭୌମ କ୍ଷମତା ବା ସର୍ବୋଚ୍ଚ କ୍ଷମତା ନିଶ୍ଚିତ। ସବୁଠୁ ଅଧିକ କ୍ଷମତା କାହା ପାଖରେ ଥାଏ? ଲୋକମାନଙ୍କ ହାତରେ ରହିଥାଏ। ପ୍ରତ୍ୟେକ ଗଣତନ୍ତ୍ରରେ ଏହି କ୍ଷମତା ଜନସାଧାରଣ ସିଧାସଳଖ ବ୍ୟବହାର କରିଥାନ୍ତି, କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ ଜନସାଧାରଣଙ୍କର ପ୍ରତିନିଧିଗଣ ଏହି କ୍ଷମତା ବ୍ୟବହାର କଲେ ମଧ୍ୟ ଜନସାଧାରଣଙ୍କ ହାତରେ ସର୍ବଶେଷ କ୍ଷମତା ନଥାଏ। ଯେଠି ଲୋକମାନଙ୍କ ହାତରେ ସବୁଠୁ ଲାଷ୍ଟ କ୍ଷମତା ରହିଛି। ଲୋକମାନେ ଯାହାକୁ ବାଛିବେ ସିଏ ହିଁ କ'ଣ କରିପାରିବ ନା ନିର୍ବାଚିତ ହୋଇ ସିଏ ହିଁ ଆଇନ ପ୍ରଣୟନ କରିପାରିବ। ପ୍ରତ୍ୟେକ ଗଣତନ୍ତ୍ର ଏଟା ଡାଇରେକ୍ଟ ଲୋକମାନଙ୍କ ହାତରେ ଥାଏ, କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ ଏଟା ଯେଉଁ ରିପ୍ରେଜେଣ୍ଟେଟିଭ ବା ଯେଉଁ ପ୍ରତିନିଧି ବାଛା ହେଇଛି ତା ହାତରେ ଏହି କ୍ଷମତା ରହିଥାଏ। କିନ୍ତୁ ପ୍ରତିନିଧିକୁ ପୁଣି ଥରେ ଚୟନ କରିବା ବା ତାକୁ ଗାଦିରୁ ହଟାଇବା ଏହି କ୍ଷମତା କାହାର? ଲୋକମାନଙ୍କ ହାତରେ ରହିଥାଏ। ସାମୟିକ ନିର୍ବାଚନ ମାଧ୍ୟମରେ ସରକାର ନିର୍ବାଚନ କରିବା କିମ୍ବା ସରକାରକୁ କ୍ଷମତାଚ୍ୟୁତ କରିବା ଦ୍ୱାରା ଜନସାଧାରଣଙ୍କର ଏହି କ୍ଷମତା ଥିବାର ପ୍ରମାଣ ମିଳେ, ଠିକ ଅଛି। ତେଣୁ ନିର୍ବାଚନ ମାଧ୍ୟମରେ ସରକାର ନିର୍ବାଚନ କରିବା କିମ୍ବା ସରକାରକୁ କ୍ଷମତାଚ୍ୟୁତ କରିବା ଦ୍ୱାରା ଜନସାଧାରଣଙ୍କ ଏହି କ୍ଷମତା ଥିବା ପ୍ରମାଣ ମିଳେ। ଜନସାଧାରଣ କ'ଣ କରନ୍ତି ନା କୋଉ ଦଳକୁ କ୍ଷମତା ପ୍ରଦାନ କରାଯିବ ସେଟାର ନିଷ୍ପତ୍ତି ଜନସାଧାରଣ ହିଁ ନେଇଥାନ୍ତି, ଠିକ ଅଛି। 3 ନମ୍ବରରେ ରହିଛି ଜନମତର ଗୁରୁତ୍ୱ, ଇମ୍ପୋର୍ଟାନ୍ସ ଅଫ୍ ପବ୍ଲିକ ଓପିନିଅନ। ବୁଝିଲା, ଗଣତନ୍ତ୍ରରେ ସରକାର ଜନମତ ଉପରେ ପ୍ରତିଷ୍ଠିତ, ଜନମତ ଦ୍ୱାରା ପରିଚାଳିତ ହୋଇଥାଏ, ଠିକ ଅଛି। ଲୋକମାନଙ୍କର ମତାମତ ଦ୍ୱାରା ସରକାର ତିଆରି ହୋଇଥାଏ ଆଉ ସରକାର ପରିଚାଳିତ ମଧ୍ୟ ହୋଇଥାଏ। ଜନସାଧାରଣ ଅଥବା ସେମାନଙ୍କ ପ୍ରତିନିଧିମାନଙ୍କ ସଂଖ୍ୟାଗରିଷ୍ଠ ମତରେ ନିଷ୍ପତ୍ତିମାନ ଗୃହୀତ ହୁଏ ଓ କାର୍ଯ୍ୟକାରୀ ହୋଇଥାଏ, ଠିକ ଅଛି। ଏଠି ସଂଖ୍ୟାଗରିଷ୍ଠ ମତାମତ ନେଇକି ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଏ। ସଂଖ୍ୟାଲଘୁ ମତକୁ ସମ୍ମାନ ଦିଆଗଲେ ମଧ୍ୟ ସଂଖ୍ୟାଗରିଷ୍ଠ ମତର ପ୍ରାଧାନ୍ୟରେ, ଠିକ ଅଛି। ଏଠି ଆମେ ଜାଣିବା ଦରକାର ଯେ ସଂଖ୍ୟାଗରିଷ୍ଠ 2 ପ୍ରକାର ମତାମତ ମନେକର ଆସିଲା, କୌଣସି ଗୋଟେ ନିଷ୍ପତ୍ତି ଠିକ କିମ୍ବା ଭୁଲ ବା କରାଯିବ କି ନ କରାଯିବ ଆର ମତାମତ ଦିଆଗଲା। ମନେକର ଅଧାରୁ ଅଧିକ ଲୋକ କହିଲେ ଯେ କରାଯିବ, ଠିକ ଅଛି ନା ନାହିଁ, ଠିକ ଅଛି। এই ମତକୁ ଗ୍ରହଣ କରାଗଲେ ମଧ୍ୟ ଯେଉଁମାନେ କହିଥିଲେ ଯେ କରାଯିବ ନାହିଁ, ତାର କାହିଁକି ସେମାନେ କହିଥିଲେ କରାଯିବ ନାହିଁ, ସେଇ ମତକୁ ମଧ୍ୟ ଆମର କ'ଣ କରାଯିବ ନା ସମ୍ମାନ ଦିଆଯିବ। ସଂଖ୍ୟାଲଘୁ ମତକୁ ମଧ୍ୟ ଗଣତନ୍ତ୍ରରେ କ'ଣ ଦିଆଯାଏ? ସମ୍ମାନ ଦିଆଯାଏ। ସେଥିପାଇଁ କ'ଣ କରାଯାଏ ନା ଆମର ଗୋଟେ ଦେଖିବ ସରକାରଙ୍କର ଗୋଟେ କ'ଣ ଥାଏ ନା ସରକାର ଥାନ୍ତି ଆଉ ବିରୋଧୀ ଦଳ ଥାନ୍ତି, ଠିକ ଅଛି ନା ନାହିଁ। ଶାସକ ଦଳ ଆଉ ବିରୋଧୀ ଦଳ ରହିଥାନ୍ତି। ଶାସକ ଦଳ ସଂଖ୍ୟାଗରିଷ୍ଠ ମତାମତ ପ୍ରଦାନ କରିଥାନ୍ତି, ବିରୋଧୀ ଦଳ ସେମାନଙ୍କର ମତ ମଧ୍ୟ ରଖିଥାନ୍ତି ଯେ କାହିଁକି କୌଣସି ଗୋଟେ ଆଇନକୁ ସେମାନେ ବିରୋଧ କରୁଛନ୍ତି। ନିର୍ବାଚନ ବ୍ୟବସ୍ଥାପକ ସଭା ଆଉ ସ୍ୱାଧୀନ ଗଣମାଧ୍ୟମ ଦ୍ୱାରା ଜନମତ ପ୍ରତିଫଳିତ ହୁଏ। ନିର୍ବାଚନ ମାଧ୍ୟମରେ ହେଉ, ବ୍ୟବସ୍ଥାପକ ସଭା ମାଧ୍ୟମରେ ହେଉ କିମ୍ବା ସ୍ୱାଧୀନ ଗଣମାଧ୍ୟମ ଦ୍ୱାରା ମଧ୍ୟ ଜନମତକୁ ଆମେ ପ୍ରତିଫଳିତ କରିଥାଉ, ଠିକ ଅଛି। ନେକ୍ସଟ ହେଉଛି ଆଇନର ଶାସନ। ଗଣତନ୍ତ୍ରରେ ଆଇନର ଶାସନ ଚାଲିଥାଏ, ଅର୍ଥାତ୍ ଆଇନ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ୱରେ ରହିଥାଏ। ସାଧାରଣ ଜନତା ହୁଅନ୍ତୁ, ଶାସକ ବର୍ଗ ହୁଅନ୍ତୁ, ସମସ୍ତେ ଆଇନ ଆଗରେ ସମାନ, ହେଲା। ଇଣ୍ଡିପେଣ୍ଡେଣ୍ଟ ଜୁଡିସିଆରୀ ରହିବ। ଆଇନ ସମସ୍ତଙ୍କ ପ୍ରତି ନିରପେକ୍ଷ, ସମାନ ଆଉ ଉଚିତ ବ୍ୟବହାର ପ୍ରଦର୍ଶନ କରିଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିଥାଏ। ଆଇନର ଅବମାନନା ଦଣ୍ଡକୁ ନିମନ୍ତ୍ରଣ କରିଥାଏ। ସାମ୍ବିଧାନିକ ରାଷ୍ଟ୍ରର ମୌଳିକ ଆଇନ ରୂପେ କାର୍ଯ୍ୟ କରିଥାଏ। ସମ୍ବିଧାନ, ଆମର ଗୋଟେ ସମ୍ବିଧାନ ରହିଛି, ବୁଝିହେଲା। ସେ କ'ଣ କରିଥାଏ ନା ମୌଳିକ ଆଇନ ରୂପେ କାର୍ଯ୍ୟକାରୀ କରିଥାଏ। ଆଉ ସମ୍ବିଧାନ ଓ ତାହାର ଆଧାରରେ ଶାସକ ବର୍ଗ ପ୍ରଣୟନ କରିଥିବା ଆଇନ ଅନୁଯାୟୀ ମଧ୍ୟ ସେମାନେ ନିଜେ କାର୍ଯ୍ୟ କରିଥାନ୍ତି। ଏକ ସ୍ୱାଧୀନ ନିରପେକ୍ଷ ନ୍ୟାୟପାଳିକା ସମ୍ବିଧାନ ଓ ଆଇନର ସୁରକ୍ଷା କରିଥାଏ, ଠିକ ଅଛି। ଗୋଟେ ନ୍ୟାୟପାଳିକା ଆମର ରହିଛି ଯେଉଁଟାକୁ ଆମେ କୋର୍ଟ ବୋଲି କହୁଛେ, ଠିକ ଅଛି। ଯେମିତି ଆମେ ହାଇକୋର୍ଟ ଆଉ ସୁପ୍ରିମକୋର୍ଟ କହିଲେ ଏ ସ୍ୱାଧୀନ ହୋଇଥାଏ, ନିରପେକ୍ଷ ହୋଇଥାଏ, ଆ ଉପରେ କୌଣସି ପ୍ରକାରର ପ୍ରଭାବ ଶାସକ ଗୋଷ୍ଠୀର ବା ଅନ୍ୟ କୌଣସି ଗୋଷ୍ଠୀର ପଡ଼େ ନାହିଁ, ଠିକ ଅଛି। ସରକାର ମଧ୍ୟ ଆ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ପାରିବେ ନାହିଁ। ନ୍ୟାୟପାଳିକା ସ୍ୱତନ୍ତ୍ର ରୁହେ ଆଉ କୋର୍ଟ ତା ନିଜ ଇଚ୍ଛା ଅନୁସାରେ
କାର୍ଯ୍ୟ କରିଥାଏ କାହା ଅନୁସାରେ ନା ସମ୍ବିଧାନ ଅନୁସାରେ ସମ୍ବିଧାନ ଆମର ଗୋଟେ ରହିଛି ସେଇ ସମ୍ବିଧାନ ଅନୁସାରେ କ'ଣ ହେଇଥାଏ ଆମ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ଆଉ ଏଇ ନ୍ୟାୟପାଳିକା ସମ୍ବିଧାନ ଆଉ ଆଇନର ସୁରକ୍ଷା ମଧ୍ୟ କରିଥାଏ ଯାହାଫଳରେ ସମ୍ବିଧାନକୁ ମନ ଇଚ୍ଛା ଚେଞ୍ଜ କରାଯାଇପାରିବ ନାହିଁ ସମ୍ବିଧାନ କିଏ ଲେଖିଛି ନା ଶାସକ ଗୋଷ୍ଠୀ ଲେଖିଛି ଏଇଟା ମନେ ରଖିବା ନିହାତି ଦରକାର ଯେ ଶାସକ ବର୍ଗ କ'ଣ କରିଥାଏ ସମ୍ବିଧାନ ଲେଖିଥାନ୍ତି ସମ୍ବିଧାନରେ ଚେଞ୍ଜେସ୍ ମଧ୍ୟ କରିଥାନ୍ତି କିନ୍ତୁ ସେମାନେ ସମ୍ବିଧାନକୁ ସେମାନଙ୍କର ମନ ଇଚ୍ଛା ଚେଞ୍ଜ କରିପାରିବେ ନାହିଁ ଏଇଥିପାଇଁ ନ୍ୟାୟପାଳିକା ରହିଛି ଯଦି ସମ୍ବିଧାନକୁ ସେମାନେ ସମ୍ବିଧାନର ମୌଳିକତାକୁ ସେମାନେ ନଷ୍ଟ କରିପାରିବେ ନାହିଁ ସମ୍ବିଧାନର ମୌଳିକତାକୁ ନଷ୍ଟ କଲା ଭଳିଆ ଯଦି କୌଣସି ଆଇନ ପ୍ରଣୟନ ହେଉଛି ତାହେଲେ ଏଠି ନ୍ୟାୟପାଳିକା କ'ଣ କରିଥାଏ ନା ସେଇଥିରେ ବାଧା ଦେଇଥାଏ ସମ୍ବିଧାନକୁ ସୁରକ୍ଷା ପ୍ରଦାନ କିଏ କରିଥାଏ ନ୍ୟାୟପାଳିକା ରହିଥାଏ ଆଉ ନ୍ୟାୟପାଳିକା କାହା ଅଧୀନରେ ରହିନଥାଏ ନ୍ୟାୟପାଳିକା ସମସ୍ତଙ୍କ ଊର୍ଦ୍ଧ୍ୱରେ ରହିଥାଏ ଠିକ ଅଛି ତେଣୁ ନ୍ୟାୟପାଳିକା ସମ୍ବିଧାନର ବ୍ୟାଖ୍ୟା କରେ ଆଇନର ବ୍ୟାଖ୍ୟା କରେ ଆଉ ନ୍ୟାୟ ପ୍ରଦାନ କରେ ଆଇନ କ'ଣ ସେଟା ନ୍ୟାୟପାଳିକା କହିଥାଏ ସମ୍ବିଧାନ କ'ଣ ସେଟା ନ୍ୟାୟପାଳିକା କହିଥାଏ ଆଉ ସମସ୍ତଙ୍କୁ ନ୍ୟାୟ ମଧ୍ୟ ପ୍ରଦାନ କରିଥାଏ ବୁଝିଲା ଆଉ ଆଇନ ଆଗରେ ସମସ୍ତେ ସମାନ ସେ ଶାସକ ହୁଅନ୍ତୁ ସାଧାରଣ ଜନସାଧାରଣ ହୁଅନ୍ତୁ ଧନୀ ଗରିବ ବୁଝିଲା ନା ଯେକୌଣସି ଜାତି ଯେକୌଣସି ଧର୍ମ ସମସ୍ତେ କ'ଣ ହେଉଛନ୍ତି ଆଇନ ଆଗରେ ସମାନ ହେଇଥାନ୍ତି ଠିକ ଅଛି ନେକ୍ସଟ କ'ଣ ନେକ୍ସଟ ଲକ୍ଷଣ ଆମେ କହିପାରିବା ଯେ ଅଧିକାର ଆଉ ସ୍ୱତନ୍ତ୍ରତା କିଛିଟା ଅଧିକାର ରହିଥାଏ କିଛିଟା ସ୍ୱତନ୍ତ୍ରତା ଲୋକମାନଙ୍କ ପାଖରେ ରହିଥାଏ ଗଣତନ୍ତ୍ରରେ ଜନସାଧାରଣଙ୍କୁ କେତେକ ମୌଳିକ ଅଧିକାର ଆଉ ସ୍ୱତନ୍ତ୍ରତା ପ୍ରଦାନ କରାଯାଇଥାଏ ଏହା ବିନା ଗଣତନ୍ତ୍ର ପଙ୍ଗୁ ବା ବିଫଳ ହୋଇଯାଇଥାଏ କୁହାଯାଏ ଠିକ ଅଛି କେତେକ ମୌଳିକ ସର୍ତ୍ତର ଉପସ୍ଥିତି ବା ପୂରଣ ଦ୍ୱାରା ଅଧିକାର ଓ ସ୍ୱତନ୍ତ୍ରତା ଉପଭୋଗ କରିଥାଏ ଠିକ ଅଛି ତ କ'ଣ ହୋଇଥାଏ ନା ଗଣତନ୍ତ୍ରରେ କ'ଣ ହୋଇଥାଏ ନା ଲୋକମାନଙ୍କୁ କିଛିଟା ମୌଳିକ ଅଧିକାର ଦିଆଯାଇଥାଏ ମୌଳିକ ଅଧିକାର ଏଠି କ'ଣ ନା ରାଷ୍ଟ୍ର ଦ୍ୱାରା ପ୍ରଦତ୍ତ କିଛି ସୁବିଧା ସୁଯୋଗକୁ ଆମେ ମୌଳିକ ଅଧିକାର କହିପାରିବା ମୌଳିକ ଅଧିକାର କ'ଣ ନା ରାଷ୍ଟ୍ର ଦ୍ୱାରା ପ୍ରଦତ୍ତ କିଛି ମୌଳିକ ସୁବିଧା ସୁଯୋଗ ଯୋଉଟା ସାଧାରଣ ଜନତା ଲୋକମାନେ କ'ଣ କରିଥାନ୍ତି ନା ଉପଭୋଗ କରିଥାନ୍ତି ବୁଝିଲା ନା ଯେମିତି ଆମେ କହିବା ମୁକ୍ତ ବିଚରଣ ଧର୍ମ ଗ୍ରହଣ ଧର୍ମ ପାଳନର ଅଧିକାର କହିପାରିବା ବୁଝିଲା ଜୀବନ ଧାରଣର ଅଧିକାର ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ଆମେ ଫ୍ରିଲି କ'ଣ କରିପାରୁଛେ ନା ବୁଲି ପାରୁଛେ ଯେକୌଣସି ସ୍ଥାନରେ ଯାଇକି ଆମେ ମୁକ୍ତ ବିଚରଣ କରିପାରୁଛେ ଆମକୁ କେହି ବାଧା ଦେଉନାହାନ୍ତି କେହି ଆମକୁ କହିବେନି ଯେ ତୁ ଏଠି କାହିଁ ବୁଲୁଛୁ ବୋଲି ଠିକ ଅଛି ନା ନାଇଁ ବାକ୍ ସ୍ୱାଧୀନତା ମାନେ କ'ଣ କହିବାର ଅଧିକାର ସମସ୍ତଙ୍କର ରହିଛି ଠିକ ଅଛି ସରକାର କୌଣସି ଗୋଟେ ଜିନିଷ ଆଣୁଛନ୍ତି ତା ଉପରେ ମତାମତ ପ୍ରଦାନ କରିବାର ଅଧିକାର ସମସ୍ତଙ୍କର ରହିଛି ବ୍ୟକ୍ତିଗତ ସ୍ୱାଧୀନତା ରହିଛି ସଂଘ ଗଠନର ସ୍ୱାଧୀନତା ଆମେ ସଂଘ ଗଠନ କରିପାରିବା ଜୀବିକା ଅର୍ଜନ ଯେକୌଣସି ଜୀବିକା ଆମେ ଅର୍ଜନ କରିପାରିବା ବାଣିଜ୍ୟ ବ୍ୟବସାୟର ସ୍ୱାଧୀନତା ଆମେ ବାଣିଜ୍ୟ ବ୍ୟବସାୟ ମଧ୍ୟ କରିପାରିବା ଶିକ୍ଷା ଗ୍ରହଣ ଶିକ୍ଷା ପ୍ରଦାନର ଅଧିକାର ରହିଛି ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ରହିଛି ଆମର ସଂସ୍କୃତିକୁ ଆମେ ଡେଭଲପମେଣ୍ଟ କରିବାର ତାର ଅଧିକାର ରହିଛି ମନୋରଞ୍ଜନର ସ୍ୱାଧୀନତା ରହିଛି ସମ୍ପତ୍ତିଗତ ସ୍ୱାଧୀନତା ମଧ୍ୟ ଆମର ରହିଛି ଏମିତି ବିଭିନ୍ନ ପ୍ରକାର ସ୍ୱାଧୀନତା ଆମ ପାଖରେ ରହିଛି କିନ୍ତୁ ଏହି ଅଧିକାର ଗୁଡ଼ିକ ଆମେ ଅନ୍ୟମାନଙ୍କର ଅଧିକାର କ୍ଷୁର୍ଣ୍ଣ ନହେଲା ଭଳିଆ କରୁଥିବା ନିହାତି ଆବଶ୍ୟକ ଠିକ ଅଛି ତେଣୁ ଏଗୁଡ଼ିକ ଆମେ କିଛି ମୌଳିକ ଅଧିକାର ଆଉ କିଛି ସ୍ୱତନ୍ତ୍ରତା ମଧ୍ୟ ଆମର ରହିଛି ତ ଏଇଟା ଗଣତନ୍ତ୍ରର ଗୋଟେ ଗୁଣ ଆମେ କହିପାରିବା ନେକ୍ସଟ କ'ଣ ଏଥିରେ ସହନଶୀଳତା ଆଉ ଭାତୃଭାବର ଗୁଣ ମଧ୍ୟ ରହିଥାଏ ଟଲରାନ୍ସ ଆଉ ଫ୍ରାଟର୍ନିଟି ଏଇଥିରେ କ'ଣ ସହନଶୀଳତା ଗଣତନ୍ତ୍ରର ଏକ ମୁଖ୍ୟ ଲକ୍ଷଣ ଗଣତନ୍ତ୍ରରେ ବ୍ୟକ୍ତିର ଅଧିକାର ସ୍ୱତନ୍ତ୍ରତା ଏବଂ ସଂଖ୍ୟାଗରିଷ୍ଠ ମତର ଗୁରୁତ୍ୱ ରହିଥିଲେ ମଧ୍ୟ ସଂଖ୍ୟାଲଘୁ ମତକୁ ଦମନ ବା ଅସମ୍ମାନ କରା ନଯାଇ ଆଦର ଆଉ ସମ୍ମାନ କରାଯାଇଥାଏ ଏଠି ସଂଖ୍ୟାଗରିଷ୍ଠ ମତାମତକୁ ଗୁରୁତ୍ୱ ଦିଆଯାଇଥାଏ ଠିକ ଅଛି ଅଧିକ ଲୋକ ଯୋଉଟା କହୁଛନ୍ତି ସେଟାକୁ ସବୁବେଳେ ପ୍ରାଧାନ୍ୟ ଦିଆଯାଇଥାଏ କିନ୍ତୁ ଯୋଉ ଜିନିଷଟାକୁ ସଂଖ୍ୟାଲଘୁ ବା କିଛି ଲୋକ କହୁଛନ୍ତି ସେଟାକୁ ଦମନ କରାଯାଏ ନାହିଁ ମାନେ ମନା କରାଯାଏ ନାହିଁ କି ଅସମ୍ମାନ କରାଯାଏ ନାହିଁ ସେଇଥିରେ ମଧ୍ୟ କିଛିଟା ଆଦର ଆଉ ସମ୍ମାନ କରାଯାଏ ସେମାନଙ୍କୁ ମଧ୍ୟ କିଛିଟା ଆଦର ଆଉ ସମ୍ମାନ କରାଯାଇଥାଏ ଠିକ ଅଛି ସଫଳ ଗଣତନ୍ତ୍ର ନିମନ୍ତେ ବିପକ୍ଷ ବା ବିରୋଧୀ ମତକୁ ସହ୍ୟ କରାଯାଇଥାଏ ଠିକ ଅଛି ଆମର ଶାସକ ଦଳ ରହିଛି ବିରୋଧୀ ଦଳ ରହିଛି ବିରୋଧୀ ଦଳ ଯୋଉ ମତାମତ ଦିଅନ୍ତି ଠିକ ଅଛି ସେଇଟାକୁ ମଧ୍ୟ ବିଚାରକୁ ନିଆଯାଇଥାଏ ତାଙ୍କୁ ଅଣଦେଖା କରାଯାଏ ନାହିଁ ତାଙ୍କୁ ଅସମ୍ମାନ କରାଯାଏ ନାହିଁ ଠିକ ଅଛି ତେଣୁ ବିରୋଧୀ ଦଳ କହୁଛି ଯଦି କୌଣସି ଗୋଟେ ଆଇନରେ କିଛି ଗୋଟେ ପରିବର୍ତ୍ତନ କରାଯିବାର ଅଛି ତ ସେଇ ମତକୁ ମଧ୍ୟ ଆମକୁ କ'ଣ କରିବାକୁ ପଡ଼ିବ ସମ୍ମାନ ଦିଆଯାଇଥାଏ ଠିକ ଅଛି ଯାହାଫଳରେ ଶାସକ ଦଳ ମନ ଇଚ୍ଛା କ'ଣ କରିପାରିବନି କାର୍ଯ୍ୟ କରିପାରିବ ନାହିଁ ମନ ଇଚ୍ଛା ସେ ଆଇନ ପ୍ରଣୟନ କରିପାରିବ ନାହିଁ ଶାସନତନ୍ତ୍ରକୁ ଶୃଙ୍ଖଳିତ ଦାୟିତ୍ୱବାନ କରିବା ପାଇଁ ପରୋକ୍ଷ ଗଣତନ୍ତ୍ରରେ ଏକ ସ୍ୱୀକୃତି ବିରୋଧୀ ଦଳ ଥାଏ ଠିକ ଅଛି ଦାୟିତ୍ୱବାନ ଶାସନ କରିବା ପାଇଁ କାହିଁକିନା ଯଦି କେବଳ ସବୁ ନିଷ୍ପତ୍ତି ସରକାର ବା ଶାସକ ଦଳ ନେଲେ ତାହେଲେ ସେମାନେ ସେମାନଙ୍କ ଇଚ୍ଛା ଅନୁସାରେ କ'ଣ କରିପାରିବେ ନା ଲୋକଙ୍କର ହିତକୁ ନ ଦେଖି ସେମାନେ ସେମାନଙ୍କର ଦଳକୁ ଲାଭ ହେଲା ଭଳିଆ ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଦେଖିକି ଆଇନ ପ୍ରଣୟନ କରିବେ ତ ସେଠି ରୋଲ ଆସୁଛି କାହାର ନା ବିରୋଧୀ ଦଳ କ'ଣ କରିବ ନା ସେମାନଙ୍କ ଉପରେ ଗୋଟେ ଅଙ୍କୁଶ ଲଗାଇବ ସେମାନେ ଯେମିତି ମନ ଇଚ୍ଛା ଆଇନ ପ୍ରଣୟନ କରିପାରିବେ ନାହିଁ ସେଇଥିପାଇଁ ଗୋଟେ ସ୍ୱୀକୃତି ବିରୋଧୀ ଦଳ ଥାଏ ଯଦି ବିରୋଧୀ ଦଳ କୌଣସି ଗୋଟେ କଥା କହୁଛି ତାହେଲେ ସେଇ କଥାକୁ ମଧ୍ୟ ଆମକୁ ବିଚାରକୁ ନେବାକୁ ପଡ଼ିଥାଏ ସମାଜରେ ଥିବା ବିଭିନ୍ନ ବର୍ଗ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ପାରସ୍ପରିକ ସହନଶୀଳତା ଆଉ ଭାତୃଭାବ ମଧ୍ୟ ଦେଖାଯାଏ ଠିକ ଅଛି ସବୁ ପ୍ରକାର ଜାତି ଧର୍ମ ଭାଷା ଆଉ ସଂସ୍କୃତିର ଲୋକମାନେ ଏଠି ମିଳିମିଶି ରୁହନ୍ତି ଆଉ ସେମାନଙ୍କ ଭିତରେ ସହନଶୀଳତା ଆଉ ଭାତୃଭାବ ମଧ୍ୟ ଦେଖାଯାଇ
ये गणतंत्र गोटे वैशिष्ट्य आम कहीपर आ गए वैशिष्ट्य आम कहीपर मुक्त समाज गणतंत्र युक्तियुक्त उचित प्रतिबंधक थिले जनसाधारण अबाध और स्वाधीन जीवन यापन कर सुजोग पाई ये कि आईन द्वारा कि प्रतिबंधक रही कि सत्वे आम अबाध आ स्वाधीन जीवन यापन कर सका उठिक आम कौन करिया केमिति आम जीवन को अतिबाहित करिया एटा आमको ही बाधा देबे नहीं एटा होछि हमर निजर अधिकार व्यक्तिर व्यक्तित्वर पूर्ण विकसित हेबा निमंते एठारे पर्याप्त सुजोग आ स्वाधीनता मिलता है एटी व्यक्ति को किछटा फ्रीडम दिया जाय सब प्रकार स्वाधीनता मिली से कौन करे चाहूँ निजे करें एपाई सब बेले बाधा दिज्व ना मुक्त शासन व्यवस्था दृष्टि समाज कृत्रिम बाधा आ कटकणा न थाए आईन आ विवेक प्राधान्य थिबारु समाज मुक्त आ उन्नत होता है ये आईन रही आ विवेक प्राधान्य रही ठीक अच्छे विवेक दृष्टिकोण समस्त किसी स्वाधीनता प्रदान कर समस्त विवेकशील भाव में कार्य करी द्वारा उभय व्यक्ति आ समाजर मंगल मध्य साधित होता है मतामत मुक्त मतामत मुक्त शिक्षा मुक्त शासन आम कहीपर ठीक अच्छे मुक्त न्याय प्रक्रिया मुक्त वृत्ति मुक्त गणमाध्यम जो एक मुक्त समाज गठन होता है तो समस्त मतामत दबार अधिकार रही क्या मना कर मुक्त शिक्षा समस्त शिक्षा ग्रहण कर अधिकार रही मुक्त शासन व्यवस्था रही मुक्त न्याय प्रक्रिया रही न्याय प्रक्रिया को कहीं कंट्रोल करें नहीं ठीक अच्छे मुक्त वृत्ति जेकोसी लोक किसी वृत्ति कम कर बाधा रही आ मुक्त गणमाध्यम जो गणमाध्यम रही गणमाध्यम कले कौन ना साधारणतः न्यूज पेपर जो मान न्यूज चैनल गुड़िक से गुड़िक आम गणमाध्यम कहते हैं एगुड़ मुक्त थाए साधारणतः सरकार आउे कौन प्रकार कटकणा लगे न था से कौन करते मुक्त भाव में कौन जगह भूल होता है कौन करते लोक मान निकट को आने साहय करते जहाँफल गोटे मुक्त समाज प्रतिष्ठित होता है ठीक अच्छे तो युड़िक था गणतंत्र लक्षण बा वैशिष्ट्य आशा कर समस्ते समस्त भल लगी ठीक अच्छे यदि भल लगे निश्चित भाव लाइक कर शेयर कर सब्सक्राइब कर चैनल को गणतंत्र प्रति कौन कौन आह्वान रही गणतंत्र कौन सुगुण आ कौन दुर्गुण रही आम नेक्स्ट क्लास रे डिस्कसन करिया ठीक अच्छे आ जो मैंने एटार पीडीएफ पाइबा चाहूँ तो निश्चित भाव में व्हाट्सएप नंबरटा होची आमर आम चैनल ये व्हाट्सएप नंबर रही ये तुम्हें पीडीएफ बोली मैसेज कर जहाँफल तुमको पीडीएफ मिल पार ठीक अच्छे बहुत बहुत धन्यवाद नेक्स्ट क्लास रे देखा।